ନବରାତ୍ର ତ ସମସ୍ତେ କରିଥାନ୍ତି କିନ୍ତୁ ନବରାତ୍ରର ଅର୍ଥ କ'ଣ ବହୁତ କମ୍ ଜଣ ଜାଣିଥାନ୍ତି। ନବର ଅର୍ଥ ହେଉଛି ନଅ, ରାତ୍ରର ଅର୍ଥ ହେଉଛି ରାତି ବା ଦିନ। ସେଥିପାଇଁ ନବରାତ୍ରର ଅର୍ଥ ହେଉଛି 9 ଦିନ 9 ରାତି। ଏହି 9 ଦିନରେ ଦେବୀ ଦୁର୍ଗାଙ୍କର 9ଟି ରୂପ ଶୈଲପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ। ଏହା ଶକ୍ତିର ପୂଜା। ମାଙ୍କର 9ଟି ରୂପରେ ଶକ୍ତି, ସାହସ, ଧୈର୍ଯ୍ୟ, କରୁଣା ଓ ସମୃଦ୍ଧିର ଆରାଧନା କରାଯାଇଥାଏ। ଧାର୍ମିକ ଦୃଷ୍ଟିକୋଣରୁ ମହିଷାସୁରକୁ ବଧ କରିବା ପାଇଁ 9 ଦିନ ଯୁଦ୍ଧ କରିଥିଲେ ମାତା। ଦଶମୀରେ ଦେବୀ ବିଜୟୀ ହୋଇଥିଲେ। ସେଥିପାଇଁ ମଧ୍ୟ ନବରାତ୍ରର ପୂଜା କରାଯାଇଥାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ନବରାତ୍ର 9 ଦିନରେ ଉପବାସ ଓ ପୂଜାରେ ମନ, ଶରୀର ଓ ଆତ୍ମା ପବିତ୍ର ହୋଇଥାଏ। ସାମାଜିକ ଦୃଷ୍ଟିକୋଣରୁ ନବରାତ୍ରର ଅର୍ଥ ହେଉଛି ପରିବାର, ସମାଜ ସହିତ ଏକ ମିଳନ, ତା ସହିତ ଉତ୍ସବତାର ସହିତ ଏକତା ମଧ୍ୟ ବଢ଼ିଥାଏ। ନବରାତ୍ର ହେଉଛି ଅସୁର ଉପରେ ସୁରର ବିଜୟ, ଅନ୍ଧକାର ଉପରେ ଆଲୋକର ବିଜୟ, ନକାରାତ୍ମକ ଉପରେ ସକାରାତ୍ମକର ବିଜୟ ହେଉଛି ଏହି 9 ଦିନର ପର୍ବ।